ଆଜି ସେହି ପିତାମାତା ମାନେ ନାକରେ କାନରେ କାନ୍ଦୁଛନ୍ତି, ଯେଉଁମାନେ ପିଲାମାନଙ୍କୁ ଆଜାଦି ଦେଇଛନ୍ତି ଯେ ତୋ ଇଚ୍ଛା ତୁ ଯା କର। ତାକୁ କୌଣସି କାମରେ ବି ରୋକି ନାହାନ୍ତି। ସେହି ପିଲାମାନେ ଆଜି ବାପା ମାଆଙ୍କୁ ଦାଣ୍ଡରେ ବସେଇ ଦେଉଛନ୍ତି। ଏମିତି ସିଭିଅର ଭୁଲ କରୁଛନ୍ତି ଯାହାକି ପିତାମାତା ମାନେ ମୁଣ୍ଡ ତଳକୁ କରି ଘରକୁ ଫେରୁଛନ୍ତି। ସେଥିପାଇଁ ସାବଧାନ ହେଇଯାଆନ୍ତୁ। ଯେଉଁ ପିଲାମାନେ ନିଜର ପିତାମାତାଙ୍କୁ ଏମିତି ଅବହେଳିତ ଆଉ ବିଶୃଙ୍ଖଳିତ ଭିତରେ ଛାଡ଼ି ଦେଉଛନ୍ତି ଆଉ ଅସମ୍ମାନ କରୁଛନ୍ତି, ସେମାନଙ୍କୁ ମୁଁ ଏତିକି କହିବି, ସେଇ ପିଲାମାନେ ଭବିଷ୍ୟତରେ ନିଶ୍ଚୟ କାନ୍ଦିବେ ଆଉ ପିତାମାତାଙ୍କର ଅଭିଶାପ ନିଶ୍ଚୟ ପଡ଼ିବ। କାହିଁକି ନା ପିତାମାତା କେବେ ବି ଅଭିଶାପ ଦିଅନ୍ତିନି, ଅଭିଶାପ ଦେବ ତାଙ୍କର କର୍ମ। ଗୋଟେ ପିତା କେବେ ବି ଚାହେଁନି ଯେ ମୋ ପିଲାର ଅନିଷ୍ଟ ହଉ। ସେଥିପାଇଁ ଯେଉଁ ପିଲା କିଛି ବି ଭୁଲ କରେ ତାହାର କର୍ମ ହିଁ ତାକୁ ଉଚିତ ଶାସ୍ତି ଦିଏ। ସେଥିପାଇଁ ସାବଧାନ।